ନମସ୍କାର ଦର୍ଶକ ବନ୍ଧୁ, ସିନ୍ଦୁର ଖେଳ ଧାରାବାହିକରେ ଆପଣମାନେ ଆଜି ଦେଖିବାକୁ ପାଇବେ। ସୌଭାଗ୍ୟ କହିବେ ଦିବ୍ୟାକୁ, ତମ ମନରେ କଣ ଅଛି ମୁଁ ସବୁ ବୁଝି ସାରିଛି। ମୁଁ ହିଁ ଭାବୁଥିଲି ତମେ ତାଙ୍କଠାରୁ ଅଲଗା ଦିବ୍ୟା, କିନ୍ତୁ ତମେ ତମ ବାପା ମାଙ୍କ ପରି ହୋଇଗଲ। ଯିଏ ନିଜ ସ୍ୱାର୍ଥ କଥା ଚିନ୍ତା କରେ, ନିଜ ବିଷୟରେ ଚିନ୍ତା କରେ। ଏହାପରେ ଦିବ୍ୟା କହିବେ, ମତେ ଆଉ ମୋ ପରିବାରକୁ ଦୋଷ ଦେବା ପାଇଁ ତମେ ବୋଧେ ରାଣ ଖାଇଛ ବୋଧ ହୁଏ। ଏହାପରେ ସୌଭାଗ୍ୟ କହିବେ, ହୁଏତ ମୋ କଥା କଷ୍ଟ ଲାଗୁଛି ଦିବ୍ୟା, କିନ୍ତୁ ମୁଁ ତମକୁ ଯାହାବି କିଛି କହୁଛି କିଛି ଭୁଲ କହିନି। ମୁଁ ଯାହା କହୁଛି ସବୁ ସତ କହୁଛି, କିନ୍ତୁ ତମେ ସତ କଥା ଶୁଣିବାକୁ ଚାହୁଁନ। ଏହାପରେ ଦିବ୍ୟା କହିବେ, ତମ ସହିତ କଥା ହେବାଟା ମୋର ବେକାର। ଏହାପରେ ସେପଟେ ଶାଲିନୀ ନିଜକୁ ନିଜେ କହୁଥିବେ, ମୁଁ ଭାବୁଥିଲି ରିୟା ଏଇ ଘରକୁ ବୋହୂ ହୋଇକି ଆସିଲେ ମୋ ପାଇଁ କ୍ଷୀରି ପୁରୀ ତିଆରି କରି ଦବ।